ଥରେ ବିବେକାନନ୍ଦ ମଦ୍ରାସରେ ସ୍ପିଚ୍ ପ୍ରବଚନ ଦଉଛନ୍ତି। ଜଣେ ଲୋକ ତାଙ୍କୁ ଭଗବାନଙ୍କ ବିଷୟରେ ପ୍ରଶ୍ନ କଲେ, ଈଶ୍ୱର କିଏ? ବିବେକାନନ୍ଦ ସେଇଠି କହିଲେ, ତୁମେ ଆଗ ନିଜର ଆଡ୍ରେସଟା ଜାଣ, ତାପରେ ଈଶ୍ୱରଙ୍କ ବିଷୟରେ ଆପଣ ଜାଣିବେ। ସେ କହିଲେ, କଣ ହେଲା? ମୁଁ କଣ ଏଇ ସାଧାରଣ କଥା ଜାଣିନାହିଁ? ମୋର ପରିଚୟ, ମୁଁ ଜଣେ ପର୍ସନ, ମୋର ଠିକଣା ଏଇଆ। ସେ କହିଦେଲେ। ବିବେକାନନ୍ଦ କହିଲେ, ଠିକ ଅଛି, ଆପଣଙ୍କୁ କିଏ ବାପା ଡାକୁଛି? ନା ହଁ। ନା ଆପଣଙ୍କୁ କିଏ ସ୍ୱାମୀ ବୋଲି ଡାକୁଛି? ନା ହଁ। ନା ଆପଣ ତ କେତେ ଏଇଠି ହେଇଗଲେଣି, ଆପଣ ପ୍ରକୃତ କିଏ? ଆପଣଙ୍କର ଯେଉଁ ଆଡ୍ରେସଟା କହିଲେ, ସେ ଆଡ୍ରେସଟା ତ ଆପଣଙ୍କର, ସେ ଆଡ୍ରେସଟା ଆପଣଙ୍କ ସ୍ତ୍ରୀଙ୍କର। ଆପଣ ପ୍ରକୃତ ଆପଣଙ୍କ ଆଡ୍ରେସଟା କୁହନ୍ତୁ। ସେତିକିରେ ତାଙ୍କର ଚେତନା ଆସିଲା, ସତରେ ମୋର ରିଅଲ ଆଡ୍ରେସଟା କ'ଣ? ସେ କହିଲେ, ନିଜକୁ ଚିହ୍ନ, ନିଜକୁ ଜାଣ, ତାପରେ ତୁମେ ଜାଣିପାରିବ ଈଶ୍ୱର କିଏ, କେଉଁଠି ଥିଲେ, କେଉଁଠି ଅଛନ୍ତି, ତାଙ୍କର ସ୍ଥିତି କ'ଣ।